ଚାଲନ୍ତୁ ଆଜି ବନେଇବା ଗୋଟେ ହେଲ୍ଦି ଆଉ ଟେଷ୍ଟି ଓଡ଼ିଆ ଡିଶ୍ ଯୋଉଟାକି ଗୋଟା କଲରା ପୁର ଦିଆ ଭଜା। ଆପଣମାନେ ଜାଣିଥିବେ କଲରା କେତେ ଉପକାରୀ ଆମ ସ୍ୱାସ୍ଥ୍ୟ ପାଇଁ। ଡାଇବେଟିସ୍ କଣ୍ଟ୍ରୋଲ କରିବାରେ ମଧ୍ୟ ସହାୟକ ହୋଇଥାଏ। ସେଥିପାଇଁ ମସଲାରେ ମୁଁ 3ଟି ବଡ଼ ଶୁଖିଲା ଲଙ୍କା, 5 ବଡ଼ ପାଖୁଡ଼ା ରସୁଣ, ଗୋଟେ ବଡ଼ ପିଆଜର ଅଧା କାଟି ନେଇଯାଇଛି, ସୋରିଷ ବଡ଼ 2 ଚାମଚ, ଏଠି ମୋର ଛୋଟ ଚାମଚ ଥିଲା ବୋଲି ମୁଁ 3 ଚାମଚ ନେଇଛି, ଜିରା 2 ଚାମଚ ମୋ ଛୋଟ ଚାମଚରେ ନେଇଛି, ତାପରେ ସେଥିରେ କିଛି ପାଣି ଦେଇକି ଗୋଟେ ଫାଇନ୍ ପେଷ୍ଟଟା ବନେଇଦେଲି। ଏବେ କଡ଼େଇଟା ଗରମ କରି କିଛି ତେଲ ଦେଲି, ତା ଦେହରେ 2 ବଡ଼ ଚାମଚ ତେଲ ଦେଲି। ତେଲରେ ସେ ବାଟିକି ରଖିଥିବା ମସଲା, ହଳଦୀ ଆଉ 1 ଚାମଚ ଲୁଣ ଦେଇକି ଭାଜି ନେଲି ମସଲାକୁ। ବେଶୀ ଭାଜିବେନି, ପିତା ଲାଗିବ। ତ ସୋରିଷ ଆଉ ଜିରାର କଡ଼ା ସ୍ମେଲ୍ ଯିବା ଯାଏ ଆପଣ ସେମିତି ଟିକେ ଭାଜିବେ। 5 ମିନିଟ୍ 6 ମିନିଟ୍ ଭାଜିଲା ପରେ ମିଡ଼ିୟମ୍ ଆଞ୍ଚରେ ବାହାର କରି ନେବେ ମସଲା। ଏବେ କଲରାକୁ ଯିବା। କଲରା ମୁଁ ବଡ଼ କଲରା ଦେଖିକି ତାକୁ ମଝିରୁ 2 ଭାଗ କରିଦେଇଥିଲି, ଆଉ ଯୋଉଟା ଛୋଟ ତାକୁ ଗୋଟା ରଖିଥିଲି। ଏବେ ମୋର କଲରାଟା ହଳଦୀ ଲୁଣ ପକେଇକି ମୁଁ ସିଝେଇ ଦେଇଥିଲି। କଲରା ମୋର ସିଝିଗଲା ପରେ ମୁଁ ଏମିତି ତାର ମଞ୍ଜି ବାହାର କରିଦେଇକି ତା ଦେହରେ ସେ ଯୋଉ ମସଲା ଭାଜିକି ରଖିଥିଲି ସେଇଥିରୁ ଚାମଚରେ ଏମିତି ସବୁ ତାକୁ ପୂର୍ଣ୍ଣ କରିଦେଲି। ତାପରେ ଆଉ ଗୋଟେ ପ୍ୟାନ୍ ବସେଇକି ତେଲ ଗରମ କରିଦେଲି। ଗରମ ତେଲରେ ସେ ଗୋଟା କଲରା ବା ଅଧା କଲରାରେ ଯୋଉଥିରେ ପୁର ଦେଇଥିଲି ତାକୁ ଏମିତି ଗୋଟା ଗୋଟା କରିକି ତେଲରେ ଛାଡ଼ିଦେଲି। ଗୋଟେ ସାଇଡ୍ ଆପଣ 5 ରୁ 6 ମିନିଟ୍ ୱେଟ୍ କରିବେ, ବେଶୀ ଫ୍ଲିପ୍ କରିବେନି। ତ ଗୋଟେ ସାଇଡ୍ କଲରା ମୋର ଭାଜି ହେଇଗଲା ପରେ ମୁଁ ତାକୁ ତାର ଅଲଗା ପଟଟା ଫ୍ଲିପ୍ କରିଦେଲି। ତ 2 ସାଇଡ୍ଟା ଭଲକି ଭାଜି ହେଇଗଲା ପରେ ମୁଁ ଏବେ ତାକୁ ଗୋଟେ ପ୍ଲେଟ୍କୁ ସର୍ଭ କଲି। ଆପଣ ଏହାକୁ ପଖାଳ କିମ୍ବା ଗରମ ଭାତରେ ଖାଇବେ, ବହୁତ ଟେଷ୍ଟି ଲାଗିବ, ହେଲ୍ଦି ବି। ଆପଣଙ୍କୁ ଯଦି ମୋର ଏହି ଭିଡ଼ିଓଟି ଭଲ ଲାଗିଛି ପ୍ଲିଜ୍ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରନ୍ତୁ। ଥ୍ୟାଙ୍କ ୟୁ।